ଅଛି ଜଣା ପଡୁଛି ସତ କହ କେବେ ତୁ ଚୋର କି ଡକାୟତ ନୁହଁ ଲୁହ ବୋଲି କେମିତି ବିଶ୍ୱାସ କରିବି କାହିଁ ତୋ ଦେହରେ କଣ ଷ୍ଟାମ୍ପ ମରା ହେଇଛି କି ରେ କାହିଁ ତୁ କଣ ପୋଲିସ ତୁ ମତେ ସାମ୍ନାରେ ଜେରା କରିବୁ ଜେରା ସେ ଫାଲତୁ କଥା ବନ୍ଦ କର ସତରା କହ କିଏ ତୁ ଗାଁ ବାଲାକୁ ବଡ ପାଟି କରି ଡାକ ପକେଇବି ଗାଁ ବାଲା ଆସି ତତେ ଉତ୍ତମ ହେଲେ ତୁ ସିନା ମତେ ଚିହ୍ନି ପାରୁନୁ ଏ ଗାଁ ଲୋକ ଆସିଲେ ମତେ ନିଶ୍ଚୟ ଚିହ୍ନି ପାରିବେ କାରଣ ମୁଁ ହଉଛି ତୋ ଭଳି ଜଣେ ଏ ଗାଁର ମଣିଷ ରେ ଶଳା ତୁ କଣ ଭାବିଛୁ ତୋ ଭଳି ଗୋଟେ ମୁଁ ପାଗଳ ଆଉ ତୁ ଏ ଗାଁର ଲୋକ ଅଥଚ ମୁଁ ଚିହ୍ନି ପାରିବିନି ଏଇଠି ମୋ ନାଁ ହେଉଛି ଗୁଞ୍ଜନ ବିଶ୍ୱାଳ ପୁରେ ଗୁରୁଣ୍ଡିବ ଆଉ ନରେ ନଈ ନଈ ଆଉ ଜୋରେ ଜାବୁଡ଼ି ଧରିବ ସମାନେ ନଈ ନଈ ଗୁରୁଣ୍ଡି ଗୁରୁଣ୍ଡି ଏମିତି ଜାବୁଡ଼ି ଧରିବ ହଁ ଯେମିତି ତ ଅଣ୍ଡିରି ଚଣ୍ଡୀ ଭଉଣୀକୁ ରତନପୁର ଲୋକନାଥ ମହାନ୍ତିର ଦ୍ୱିତୀୟ ପତ୍ନୀ କରେଇ ତାର ସବୁ ସମ୍ପତ୍ତିକୁ ହାତେଇ ନେଇଥିଲୁ ତୁ କେମିତି ଏତେ କଥା ଜାଣିଲୁ ଇଏ ତ 25 ବର୍ଷ ତଳର କଥା ସତ କହ କେବେ ତୁ ନହେଲେ କିଛି କରିପାରିବୁନି କାରଣ ମୁଁ ହଉଛି ଏ ଗାଁର ଦିବାକର ସାମଲ ଯିଏ ମଣିଷ ମରା ଅପରାଧରେ 20 ବର୍ଷ ଜେଲ ଦଣ୍ଡ ଭୋଗି ଫେରିଛି ଯା ଶଳା ମୋର କହିଲୁ ତୁ ଦିବାକର ଯା ଶଳା ସତରେ ମୋ ଆଖିରେ ଦୋଷ ଧରିଲାଣି ହେଇକିରେ ଦିବାକର ତୁ କଣ ଆଜି ଫେରିଲୁ ନା ଆଉ ମୁଁ ମାସେ ହେଲାଣି ମୁକ୍ତି ପାଇଲିଣି କିରେ କିରେ ଆଜି ଯାଏ ଥିଲୁ କୋଉଠିରେ ଆଗକୁ ଯେଉଁ ମହାସମର ହବ ସେଥିପାଇଁ ଅସ୍ତ୍ର ତିଆରି କରୁଥିଲି ଅସ୍ତ୍ର ଅସ୍ତ୍ର ନାଇଁ କି ଅସ୍ତ୍ର କିରେ ସେ କଥା ଛାଡ଼ କହ ମୋ ଘର ଦୁଆର ଭାଙ୍ଗି ଯାଇ ମାଟିରେ ମିଶି ଯାଇଛି ମୋ ଦିହ ଉପରେ ଘାସର ଜଙ୍ଗଲ ଆଉ ମୋ ସ୍ତ୍ରୀ ମୋ ପୁଅ କୁଆଡ଼େ ଗଲେ କୁଆଡ଼େ ଗଲେ ନାଇଁ ତୋ ଘର ଡିହ ପରିବାରକୁ ଜଗିବା ପାଇଁ ଗୁଞ୍ଜନ ତୁ କଣ ମତେ ତୋ ଘରେ ଚୌକିଦାର ରଖିଛୁ କି ରେ ନା ରେ ନା ସେ କଥା ନୁହଁ କୋଉ କଥା ପଡ଼ୋଶୀ ହିସାବରେ ତୁ ତ କିଛି ଜାଣିଥିବୁ ନା ଛେଲାଟା ଜାଣିଥିବି କିରେ ଇଏ 20 ବର୍ଷ ତଳର
କଥା ଗୁଞ୍ଜ କିଏ ମନେ ରଖିଥାନ୍ତା ରେ ମୁଁ ପୁଣି ମନେ ରଖିଥାନ୍ତି ଆଉ କହିଲୁ ସେମାନଙ୍କ ବିଷୟରେ ମୋର ଜାଣିବା ନିହାତି ଦରକାର ତା ନହେଲେ ମୁଁ ବଞ୍ଚିବି କେମିତି କିଏ ମରି ଯାଉନୁ ଗୁଞ୍ଜନ ଯା ମରି ଯା କିରେ ତୁ ମରିଗଲେ ମୋର କଣ ଭାସି ଯାଉଛି କିରେ ତାମାନେ ସତରେ ତୁ କିଛି ଜାଣିନୁ ନା 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 ମୋର ଠିକ ମନେ ପଡିଲା ଗୁଞ୍ଜନ ସେତେବେଳକୁ ତୋ ସ୍ତ୍ରୀକୁ କଣ ଗୋଟାଏ ରୋଗ ହେଇଥିଲା ଗୁଞ୍ଜନ ରୋଗକୁ ଭଲ କରିବାକୁ ଯାଇ ପୁଅକୁ ନେଇ ରାଜ ଧରି ଚାଲିଗଲା ଗୁଞ୍ଜନ ମୁଁ ତ ଠିକରେ ନାଇଁନି ତେବେ ଗାଁ ବାଲା କହୁଥିଲେ ଗୁଞ୍ଜନ ତୁ ଯୋଉ କମ୍ପାନୀରେ କାମ କରୁଥିଲୁ ସେ କମ୍ପାନୀ ମାଲିକ ପାଖକୁ ଯାଇଥିଲା ଗୁଞ୍ଜନ ଗୋଟିଏ ଛୁଆର ମା ହେଲେ କଣ ଗୁଞ୍ଜନ ଓହୋ ତା ଦେହରେ ଯୋଉ ରୂପର ଚମକ ଚହଟୁ ଥିଲା ଗୁଞ୍ଜନ ହୁଏତ ସେ କମ୍ପାନୀ ବାବୁ କହିଦେଲି ବୋଲି ୟା ବୋଲି ତୁ ମତେ ହାଣି ବୋଲି ଭୁଚାଲି ଉଠେଇବୁ ତାମାନେ ସେ କଣ ମୋ ସ୍ତ୍ରୀକୁ ନା ରେ ନା ସେ କଥା ନୁହଁ ଗୁଞ୍ଜନ ତୋ ସ୍ତ୍ରୀକୁ ସେ କମ୍ପାନୀ ବାବୁ ସାହାଯ୍ୟ କଲା କି ନାହିଁ ସେ କଥା ଆମେ ତ ଜାଣିନୁ ହେଲେ ମେଡିକାଲରେ ତୋ ସ୍ତ୍ରୀଟା ମରିଗଲା ବୋଲି ଆମେ ସେତେବେଳେ ଖବର ପାଇଥିଲୁ ଆଉ ତୋ ଘର ଦିହରେ କିଏ ମୁଣ୍ଡ ବାଡେଇ କାନ୍ଦିବାକୁ ଥିଲା ଯେ ଆସି ତାର ଶୁଦ୍ଧିକ୍ରିୟା କରିଥାନ୍ତା ଆଉ ଏ ବିଶାଳ ଘଟଣାଟା ଆମ ଗାଁ ଇତିହାସରେ ପୁରା ଲିପିବଦ୍ଧ ହେଇ ରହିଯାଇଥାନ୍ତା ଆଉ ତୁ ଆସି ପଢି ପକେଇଥାନ୍ତୁ ଆଉ ଆଉ ପୁଅ କିରେ ତୋ ପୁଅ କଣ ଗୋଟେ ହୀରା ମୁଣ୍ଡା ଗୁଞ୍ଜନ କିରେ ତାକୁ ପାଇ କରିକି ଫରୁଆ ଭିତରେ କଣ ସାଇତି ରଖିଥିବ କିରେ ଗୁଞ୍ଜନ ସେ କଣ ଥରୁଟିଏ ଗାଁକୁ ଆସିନି କିରେ ଆସିଥାନ୍ତା କାହିଁକିରେ ଗୁଞ୍ଜନ ତୋ ଭିଟା ମାଟିରେ କୋଉ ପୋତା ଧନ ପୋତି ଦେଇ ଯାଇଥିଲୁ ଯେ ଖଳି ନେବାକୁ ସେ ଆସିଥାନ୍ତା ଗୁଞ୍ଜନ କିରେ ଶଳା ତୁ ଯେତେବେଳେ ଜେଲ ଗଲୁ ଗୁଞ୍ଜନ ସେତେବେଳେ ପରା ସେଇ ବୟସରେ ସେ ଲଙ୍ଗଳା ହେଇ ଗାନ୍ଧାଟାରେ ଟିଆ ହାତରେ ଟିଆଗିରେ ଗୁଞ୍ଜନ ଆଉ ସେଇ ବୟସରେ କାହାର କଣ ମନେ ରହେ ଯେ ଗୁଞ୍ଜନ ଗାଁକୁ ଖୋଜିବା ପାଇଁ ମନେ ରଖି ପୁଣି ବୁଲିବାଲି କରି ପୁଣି ଆସିଥାନ୍ତା କିନ୍ତୁ ଏଇନେ ମୁଁ କଣ କରିବି କୁଆଡେ ଯିବି କୁଆଡେ ଯିବୁ ର ତୁ କଣ କରିବୁ ସେ କଥା ତ ମୁଁ ଜାଣିନି କିନ୍ତୁ ଆଉ ଯଦି ଗାଁ ଭିତରକୁ ଯିବୁ ତାହେଲେ ମୋ ସାଥିରେ ଚାଲ ଗୁଞ୍ଜନ ଗାଁ ଲୋକଙ୍କୁ ଡାକି ତୋତେ ମୁଁ ଚିହ୍ନା କରେଇଦେବି ହେଲେ ସେ ଯଦି ଆଗ ଫୋପାଡିରେ ପୁଅ ନହେଲେ ତୋ ବାଟରେ ତୁ ମୋ ବାଟରେ ମୁଁ ଯିବା ନା ତୋ ବାଟରେ ତୁ ଯା ଆଉ ତୁ ମରଣ କରିବି ଓ କର୍ଣ୍ଣ ଚୌଧୁରୀ
सजई होनो कहले मेहंदी गुडा को धर ड्रेसिंग सब रे खाली सजई हो मो सजई होय के चाहे तो दे सोनी कोन पाई कहलु अच्छा अपा तू चाहा को ए बिग मार्केट रे आमे जे भेले ना ओने स्पेशल चार बची बदमाश देबी सॉरी भूली गई अच्छा नाइलो भूलटा तोर नो भूलटा होची तो चकले मनर भूलटा होची तो चहला बयसर हपटा तो स्वाभाविक काहे कि ना निर्मला बैंक भली भाभी स्वामी चाहर ता पत्नी तो एमिति अवस्था हो ना मो प्रीतम कोन कम की मो प्रीतम बड़ी स्वामी जार थिबो ता श्री सजेला पर्यंत सेम कि थिबो बयस सब ता पकड़ हार मानिबो ए अपा अरे टिके कमे दे बेसी जाउची कमे दे हां पता नहीं तू चाहा को पते आगे तू भेली ना सबके भाग्यवती निश्चय भाग्यवती काहे कि ना अब बापा होत ना बपई महान काहे कि ना आबे होचे राजधानी जियो राजनंदिनी
बाहर लगे जानी हठात निछाटिया जगह गाड़ीटा खराब हो गला जे ए मोबाइल में मध्य नेटवर्क आसुनी तामाने रास्ता रे गोटिया मध्य गाड़ी देखा को मिलुनी अंतत टिके लिफ्ट मिल जाता तामाने ओ भूल रास्ता रे चली आसी समय खराब करले भिखारीटिए बाबू एही रास्ता देई जाउथली तो एते राती हेलानी गाटा छिड़ा हेइठबार देखि मु अटकी गली गाड़ीटा तो मोर खराब हो गला राजधानी जाइथांते बाबू केमिति जीवी किसी चिंता करबा आप एई किछि बाटा आगरे जो मेन रोड पड़िबो सेठी गोटे ग्यारेज अछि बाबू हां सेइटा तो मु जानि तले गाड़ीटा तो मोर स्टार्ट हो जदी जदी आपण चाहिबे गाड़ीटा को ठेली ठेली नै जिबार मु सहाय्य करंती बाबू तमे तो मते सहाय्य करिवो पेटो पाटणा कथा बाबू जदी जदी किछि मोटो आंकरे प्राप्य मिल जाए ताले मु राजी बाबू मु राजी तम खुशी हला बळी मु प्राप्य देबी हेले बाबू आपण को परिचय नाही बाबू कथा कोन की आजि काली दुनिया रे कहा विषय रे किछि न जानी काहा को सहाय्य करिवाटा निज पाई विपद सृष्टि करिवनी ए कथा की करिवो बाबू नाही नाही भिखारीटिए हेले भी बाबू बंचीबार लोभ कहार नाही बाबू अरे नाही नाही भय परिवार किछि नाही मो सेमिति कोनसी असाधु व्यवसाय नो कि दुष्ट चरित्र मणि ताहले आपण किए बाबू मो होछि प्रीतम चौधरी शिल्पावती ओंकारनाथ चौधरी कर बड़ ज्वाई आपण आपण बाबू को ज्वाई हां तमे ताको चिन्हित ना जानबी सेई कटक बाबू तो आम बली भिखारी मानक देवता तांको दुआरू खाली हाथ रे केई फेरंती बाबू सते जेमिति दुनियार सब दुख मोचन करिबा पाई भगवान तांको पठेई छंती हां भाग्यवान त मु निश्चय काई कि ना जे तांकर ज्वाई हेले भी मोर पुओ हिसाब रे समाज रे मु परिचित केमिति बाबू प्रकृतरे मु होछि एक अनाथ तांकर पुओ नथिबारु अनाथ आश्रम आनी मते पाଳି बसी बड़ करिसंती काले मो परिचय को नै तांको परिवार भीतर कोनसी असंतोष सृष्टि हो सेति पई से तांको संपत्ति मो अधिकार को साब्यस्त करिसंती से मो पई महान बाबू चालंतु बाबू मोर किछि प्राप्य दरकार नाही बाबू सेई महान व्यक्ति को हातरू मते जो भिक्षा मिलिछि आजी आजी आपण को सहाय्य करी मु किछि प्रतिदान देबा को चाहे बाबू अरे नाही नाही तुम प्राप्य तुम पाइबा को हकदार ना परे ने भी बाबू जदी दया करी आपण कंपनी रे गुटे छोटो मोटो काम दियंते ताले मु बहुत खुशी बाबू ठीक अछि मु तुमको निश्चय काम देबी एबे चलो अरे बाबा से कंपनी
ବାଜୁନି ତ ରୋଷେଇ ବାସ ସେତିକି ଥାଉ ଆଗେ ଆସି ମୋ କଥାଟା ଶୁଣି ଯା ନହେଲେ ପଛରେ ଅଖା ଧଉଥିବୁ ଗୁଣ ଗାଉଥିବୁ କାଚି କଣ ହେଇଛି ଭାଇ କଣ ହେଇଛି କଣ ହେଇଛି ଆଜିଠାରୁ ତ ସୁଖ ସରିଲା ବୋଲି ଯାଏ କିଳା ଉପରେ କିଳା ପୁଣି ଡବଲ କିଳା ଖାଲି ତୁ ସମ୍ଭାଳି ପାରିଲେ ହେଲା ଏ ଭାଇ କଣ ହେଇଛି କଥାଟା ଟିକେ ସିଧା ସିଧା କହୁନା ଘଟଣାଟା ହଉଛି ହଁ ତୋ ସାବତ ପୁଅ ସୁଧୀରକୁ ବୁଢା ବାହା କରି ତୋ ପାଇଁ ଆଉ ଗୋଟେ କିଳା ଧରି ଆସିଛି ଆଉ ଗାଁ ମୁଣ୍ଡ ଚଉପାଡି ପାଖରେ ଭାଷଣ ଶୁଣଉଛି ଏମିତି କଲି ସେମିତି ହେଲା ଆଉ ଭୋଜି ନେଇ ମୋ ଅଡୁଆ ତୁଟେଇ ଦେବି ଇତ୍ୟାଦି ଇତ୍ୟାଦି ଏ କାଞ୍ଚି ଆଉ କାହିଁ ଛିଡା ହେଲୁ ଯାଉନୁ ବନ୍ଦାପଣା ଥାଳି ଆଣି ଆଉ ଗୋଟେ କିଳାକୁ ଘରକୁ ପାଛ ତିଆରିବୁ ତମକୁ ଯେ ମୁଁ କଣ ଘରେ ପୁଅଟିଏ ଥିଲେ ତାର ବାହାଘର ହୁଏ ଘରକୁ ବହୁଟିଏ ଆସେ ତମେ କିଳା ବୋଲି କହିପାରୁଛ ପୁଅ ବାହା କରିବା ପାଇଁ କଣ ବାପର କିଛି ଅଧିକାର ନାହିଁ ଅନ୍ୟମାନଙ୍କୁ ପଚାରି ଅନୁମତି ନେବାଟା କଣ ନିହାତି ଦରକାର ହଁ ନିହାତି ଦରକାର ତା ନହେଲେ ତମ ପୁଅ ବୋହୂକୁ ଧରି ତମେ ଏଠୁ ଯାଅ ମୁଁ ତମମାନଙ୍କୁ ଏଠୁ ଖାଇବାକୁ ପିଇବାକୁ ଦେଇ ପୋଷି ପାରିବିନି ଏମିତି କଥା କେମିତି କହିପାରୁଛ ଏ ଫଳ ଏଟା ତମର ମୋର ନୁହଁ ନା ନାହିଁ କିହ କେମିତି ହେଲା ତୁମର ଏଇ ଯୋଉ ତମର ଘର ଡିହ ଚାଷ ଜମି ମିଶି 3 ଏକର ମୋ ଭଉଣୀ ନାଁରେ ରେଜିଷ୍ଟ୍ରି କରି ସାରିବା ପରେ ଯାଇ ତମ ହାତରେ ପରା ମୋ ଭଉଣୀ କି ଦେଇଛି ଏ ଘରଟା ତମର ହେଲା କେମିତି କିଅ ଦ୍ୱିତୀୟ ବିବାହ କରିବାକୁ ପ୍ରସ୍ତାବ ଦେବାରୁ ମୋ ପ୍ରତି ତମର ଅବିଶ୍ୱାସ ଆଉ ତମ ଭଉଣୀର ନିରାପତ୍ତା ପାଇଁ ଯେତେବେଳେ ତମେ ଜି ଧରି ବସିଲ ମୁଁ ରେଜିଷ୍ଟ୍ରି କରିଥିଲି ତା ବୋଲି ନୁହଁ ଯେ ପତ୍ନୀର ଘର ଧନ ସମ୍ପତ୍ତି ଉପରେ ମୋର କିଛି ଅଧିକାର ନାହିଁ ଆୟ ଅଧିକାର ଜାହିର କରି ଏଡେ ବଡ ଗୋଟେ ନିଷ୍ପତ୍ତିକୁ ତମେ ଏକା ଏକା ନେଇଯିବ ମତେ ପଚାରିବା କଣ ତମର ଟିକେ ଉଚିତ ନଥିଲା ଉଚିତ ଥିଲା ମାତ୍ର ପରିସ୍ଥିତି ମୋତେ ସେ ସୁଯୋଗ ଦେଲାନି ହଁ ତମେ ଏହା କହି ଆମକୁ ବୁଝେଇ ଦବ ଆଉ ଆମେ ବୁଝେଇ ଯିବୁ ବାପା ଯାହା କରୁଛନ୍ତି ମୁଁ ଠିକ୍ ଶିଖିଲ ହାର୍ଟ ଅପରେସନ କରିବା ପାଇଁ ନିହାତି ଦରକାର ବୋଲି ଡାକ୍ତର କହିବାରୁ ବାପା ବହୁତ ଭାଙ୍ଗି ପଡ଼ିଲେ କାରଣ ସେଇଥିପାଇଁ 4-5 ଲକ୍ଷ ଟଙ୍କା ଦରକାର ଏତେ ଟଙ୍କା କୋଉ ଆମ ପାଖରେ ଅଛି ଯେ ମୋର ଅପରେସନ ହବ ନିଜ ମରଣକୁ ନିଜ ଆଖିରେ ଦେଖି ଲେବର କଲୋନୀରେ ରହୁଥିବା ସାଙ୍ଗ ରଘୁନାଥ କଥା ମୋର ଭାରି ମନେ ପଡ଼ିଲା ତାକୁ ଟିକେ ଦେଖିବାକୁ ମୋର ପ୍ରବଳ ଇଚ୍ଛା ହେଲା ମାତ୍ର ସେଠି ଯାଇ ତା ଅବସ୍ଥା ଦେଖି ମୁଁ ଆହୁରି ଅଧୀର ହୋଇ ପଡ଼ିଲି କାଚ ପରିସ୍ଥିତିକୁ ଦେଖି ବାପା ରାଜକୋଟି ରୋଗରେ ଯନ୍ତ୍ରଣା ଭୋଗୁଛନ୍ତି ମୋ ବାହାରକୁ ଯାଇ କାମ ଧନ୍ଦା କରି ଯାହା ଟଙ୍କା ଆଣେ 2 ପଟକୁ 2 ମୁଠା ଖାଇ ବାପାଙ୍କ ଔଷଧ ଖର୍ଚ୍ଚକୁ ବି ନିୟନ୍ତ୍ରଣ ହୁଏ ସବୁ କଥା ଦେଖି ଶୁଣି ଆଖି ମୋର ଛଳ ଛଳ ହେଇଗଲା କାଞ୍ଚନ ବହୁତ ଦିନ ତଳେ ତାକୁ କଥା ଦେଇଥିଲି ତା ଝିଅକୁ ମୁଁ ମୋ ସୁଧୀର ସାଥିରେ ବିବାହ କରିବି ବୋଲି ମାତ୍ର ଦେଖୁ ମୋତେ ମନେ ପକାଇଦେଲା ପରିସ୍ଥିତିକୁ ଦେଖି ବାପାଙ୍କ କଥା ରଖିବାକୁ ଯାଇ ମୁଁ ସନ୍ଧ୍ୟାକୁ ବିବାହ କରିବାକୁ ରାଜି ହେଲି। ତା ଛଡ଼ା ମୁଁ ତ ଚାଷ କରୁଛି ମୁଁ କୋଉ ବେଶୀ ପାଠ ପଢିଛି ଯେ ପାଠ ପଢା ଝିଅଟେ ମତେ ବାହାଘର ହବାକୁ ରାଜି ହବ ଭାବିଲି ସନ୍ଧ୍ୟା ଆମ ଘରକୁ ଆସିଲେ ରୋଷେଇବାସଠାରୁ ଆରମ୍ଭ କରି ଘରର ସବୁ କାମ କରିବ ବହୁତ ତ ଟିକେ ଆରାମ ମିଳିବ ଆରାମ ମିଳିବ ନା ଛେଲା ଗୋଡଟା ମିଳିବ କିରେ ପୌର ଆରାମ କଥାଟା ମୁଣ୍ଡରେ ପଶିଗଲା ହେଲେ ଆଉ ଗୋଟେ ପେଟ ବଢିଗଲା ସେଇଟା
ବାଙ୍କା ପାଇବି ଅନ୍ୟର ମୂଲ ମଜୁରୀ ଲାଗିବି। ବିଲ ବାଡ଼ିରେ କାମ କରିବାର ଅଭ୍ୟାସ ମୋର ବି ଅଛି। ପଡ଼ିଲେ ମଧ୍ୟ ମୁଁ ବି କରିବି। ଆଉ କଣ ଏ କାଚି ଏଣିକି ତୋ ଘର ତ ପୁରା ଟଙ୍କାରେ ଭର୍ତ୍ତି ହେଇଯିବ। ଆଉ ତୁ ଛିଡ଼ା ହେଲୁ କାହିଁକି ର କାଚି? ଯାଉନୁ ବନ୍ଧା ବୋଲା କରି ପୁଅ ବୋହୁ ଘରକୁ ପାଛଟି ନଉନୁ। ନା ଏ ବାହାଘରକୁ ମୁଁ କେବେ ବି ଗ୍ରହଣ କରିବିନି। ନା କାହିଁକି ଗ୍ରହଣ କରିବନି? ସେଠି 2 ଦିନ ରହି ମନ୍ଦିରରେ ହୋମ କରି ସେ 2 ଜଣଙ୍କର ବାହା କରିଛି। ଆଉ ତମେ କହୁଛ? କହୁଛି ଆହୁରି କହୁଛି ସେ 2 ଜଣଙ୍କର ବାହାଘର କରିବା ପୂର୍ବରୁ ତମେ ଯଦି ମେଡିକାଲରେ ଯାଇ ମରି ଯାଇଥାନ୍ତ ତାହେଲେ ମୁଁ ମୋର ବେଶୀ ଖୁସି ହେଇଥାନ୍ତି। ଏମିତି କଥା ତୋ ତୁଣ୍ଡରେ ଧରି ପାରୁଛୁ ବୋଉ? ଦେଖୁଛୁ ବାପାଙ୍କ ଅବସ୍ଥା। ତା ଉପରେ ଯଦି ତୁ ଏମିତି କଥା କହିବୁ ବାପାଙ୍କୁ କେମିତି ଲାଗିବ କହିଲୁ? ଏଥିରେ ତାଙ୍କର କିଛି ଦୋଷ ନାହିଁ, ସବୁ ଭୁଲ ତ ମୋର। ହେଲେ ତୁ ପରା ମୋ ବୋଉ। ମତେ ସିନା ତୁ ଜନ୍ମ ଦେଇନୁ, ହେଲେ ପାଳି ପୋଷି ବଡ କରିଛୁ ନା। ମୁଁ କଣ କେବେ ତୋ କଥା ପ୍ରବାଦ ହେଇଛି ଯେ? ହେଲେ ଏଇ ଭୁଲଟା ତୁ କ୍ଷମା କରିଦେଲ ବୋଉ। ମୁଁ ତୋ ଗୋଡ଼ ଧରୁଛି। ହଉ ହଉ ହେଲା ଉଠୁ ଉଠୁ। ମୁଁ ତତେ କ୍ଷମା କରି ଦେଲି। ହେଲେ ଯୌତୁକ ବାବଦକୁ ଯୋଉଦିନ ଲକ୍ଷେ ଟଙ୍କା ଆଣି ମୋ ହାତକୁ ଦବୁ ତାପରେ ଯାଇ ମୁଁ ୟାକୁ ବହୁ ଭାବରେ ଗ୍ରହଣ କରିବି। କାଚି ମୋର ଏତେବେଳେ କେ କଥା ପଦିଏ କହିଲା ମନଟା ମୋର ପୁରା ଏକେବାରେ ଖୁସ ହେଇଗଲା। ଆରେ ତମ ଭାଇ ଭଉଣୀ 2 ଜଣଙ୍କ ପାଖରେ କଣ ଟିକେ ବି ବିବେକ ନାହିଁ? ସବୁ କଥା ଶୁଣି ସାରିବା ପରେ ଏଭଳି ଅବିବେକୀ କଥା ଗୁଡାକ ତମେ କେମିତି କହିପାରୁଛ? ତମର ଭାରି ବିବେକ ଜ୍ଞାନ ଅଛି। ନା ନା ମୁଁ ଦେଖୁଛି ତମର ଭାରି ବିବେକ ଜ୍ଞାନ ଅଛି। ମୁଁ ଗୋଟାଏ ତମର ପୁଅ ଆଜି ପାଠ ପଢି ବେକାର କୋଉଠି ଚାକିରି ଖଣ୍ଡେ କୋଉଠୁ କିଛି ଟଙ୍କା ଯୋଗାଡ଼ କଲେ ମୁଁ କିଛି ଗୋଟେ ବ୍ୟବସାୟ କରନ୍ତି। ଚିନ୍ତା ତମ ମୁଣ୍ଡରେ ଅଛି? ଯୌତୁକ ଟଙ୍କାରେ ବ୍ୟବସାୟ କରିଥାନ୍ତୁ। କଲେ ଅସୁବିଧା କଣ? ବଡ ଭାଇର ଯୌତୁକ ଟଙ୍କାରେ କଣ ସାନ ଭାଇର ଅଧିକାର ନଥାଏ? ମୁଁ କଣ କରିବି? ବାପା ମୋର ବିଛଣାରେ ପଡ଼ିଛନ୍ତି। ମୁଁ ଏଠାକୁ ଆସିବା ପରେ ସେ ଯେ କେମିତି ଅବସ୍ଥାରେ ଥିବେ ସେ କଥା ଭଗବାନ ଜାଣନ୍ତି। ହେଲେ ଲକ୍ଷ୍ମୀ ଟଙ୍କା ମୁଁ କୋଉଠୁ ଆଣିକି ନେବି? ଭଗବାନ ଦେବେ କିରେ? ତୁ କଣ ଭାବିଛୁ ଆମ ଘରେ ରହି ଯୌତୁକ ବାବଦକୁ କିଛି କିଛି ଟଙ୍କା ମାସକୁ ମାସ ତୋ ବାପା ଘରକୁ ପଠେଇ ଦେବୁ? ନାଇଁ ଆପଣ ସେମିତି ଭାବନ୍ତୁନି। ଆଉ ଏ ମୋରରେ ଲକ୍ଷେ ଟଙ୍କା ମୁଁ କେବେ ବି ଆଶା କରି ଦେଖିନି। ଏତେ ଗୁଡେ ଟଙ୍କା ମୁଁ କୋଉଠୁ ଆଣିବି? ଆପଣମାନେ କୁହନ୍ତୁ। ଟଙ୍କା ଯଦି ନ ଦେଇ ପାରିବୁ ତାହେଲେ ଯାଉନୁ ଗୋପା ଘରେ ଯାଇ ଗୋପାକୁ କୁଣ୍ଡେଇ ଧରିବୁ। ଘରେ ତୋର ସ୍ଥାନ ନାହିଁ। ନାଇଁ ମତେ ଟିକେ ଦୟା କର। ଏ ହତଭାଗିରେ ଝିଅଟାକୁ ଟିକେ ଦୟା କର। ଏ କିଛି ହସନି। ଏ ଘରଟିଏ କରିବ। ଏ ହତଭାଗିରେ ଝିଅଟା ପାଦ ତଳ ମାଟି କାଢି ନେଇ ତାକୁ ପାତାଳକୁ ଠେଲି ଦିଅନ୍ତୁନି ବୋଉ। ନହେଲେ ମୁଁ ମରିଯିବି। ପଇସା ଏମିତି ଦେଖିବାକୁ ଗଲେ ରୂପ ତ ତୋର କିଛି ଖରାପ ନୁହେଁ। ଆଉ ରାଜଧାନୀରେ ରୂପ ଥିବା ଝିଅଙ୍କୁ ଟଙ୍କା ରୋଜଗାର କରିବାକୁ କଷ୍ଟ କଣ? ଏତେ ପାଠ ପଢି ଏଇ ବୁଦ୍ଧି ତୋର? ସନ୍ଧ୍ୟା ତୋର ଭାଉଜ ହବ। ଏଠି ତୋର ସମସ୍ତେ ଗୁରୁଜନ ଲୋକ ଉପସ୍ଥିତ ଥିବାବେଳେ ତୁ ଭାଉଜକୁ ଏଭଳି ଅଭଦ୍ର ଭାବେ ଆକ୍ଷେପ କରିବାଟା ଏଇଟା କଣ ତୋ ଶିକ୍ଷିତ ବଣିଆ? କାହାକୁ ଗୋଟାଏ ଶଙ୍ଖା ସିନ୍ଦୁର ପିନ୍ଧେଇ ସାଥିରେ ଘରକୁ ନେଇ ଚାଲି ଆସିବ। ମୁଁ କଣ ତାକୁ ଭାଉଜ ବୋଲି ମାନିବାକୁ ବାଧ୍ୟ? ମୁଁ ତ ସନ୍ଧ୍ୟାକୁ ବିବାହ କରି ଆଣିଛି। ସେ ବି ତାର ବି କେୟାର ନାହିଁ ନା ସେ ଯାଇକି କେମିତି ରହିବ? ତମେ ବାହା ହେଇଛ ବୋଲି ତମ ବାହାଘରକୁ ଆମେ କଣ ସତ ବୋଲି ମାନି ନେବୁ? ତମେ ଯଦି ବୋଉର କହିବା ଅନୁସାରେ ଯୌତୁକ ବାବଦରେ ଲକ୍ଷେ ଟଙ୍କା ଦବ। ଓ ଟଙ୍କା ଟଙ୍କା ଟଙ୍କା
ମଣିଷ ପଣିଆ ବୋଲି କିଛି ନାହିଁ। ବିବାହ ଭଳି ଗୋଟେ ଖୁସିର ଘଟଣାକୁ ସ୍ୱାର୍ଥପର ସାଜି ନିଜର ମାନବିକତା ଟଙ୍କାରେ ନିଆଁରେ ପଡ଼ି ପାଉଁଶ କରିଦେଉଛ। ଧର୍ମକୁ ଟିକେ ଚାହିଁବନି। ରଖ ହୋ ତମ ମାନବିକତା। କଣ ତମ ମାନବିକତା ଗାଁ ବାଲା ଚାଟିକିରି ଖାଇବେ? ଏ ଭୋଜିରେ କେତେ ଖର୍ଚ୍ଚ ହବ ସେ ହିସାବଟା ରଖିଛଟି? ସେ ଟଙ୍କା ଆସିବ କୋଉଠୁ? ସେ ଦବ କିଏ? କଣ ମାନବିକତା ମଣିଷ ଭଳିଆ ଶୂନ୍ୟରୁ ଦେଇଦେବେ କି? ମୁଁ ତମକୁ ସଫା ସଫା କହିଦଉଛି, ଯୌତୁକ ବାବଦକୁ ଲକ୍ଷେ ଟଙ୍କା ମୋ ହାତକୁ ଆସିବ ତାହେଲେ ଭଲ କଥା, ତାହେଲେ ତା ନହେଲେ ତମ ପୁଅ ବୋହୂକୁ ଧରି ତମେ ଏ ଘର ଛାଡି ଚାଲିଯାଅ। ଏ ବୋଉ କାହିଁକି ଏମିତି ନିଷ୍ଠୁର ହଉଛ କହିଲ? ପିଲା ଦୁଇଟା କେମିତି ବିକଳ ହେଉଛନ୍ତି। ତମ ପାଖରେ କଣ ତମ ମା ପଣିଆ ହୃଦୟଟା ପଥର ପାଲଟି ଯାଇଛି? ସାହି ପଡ଼ିଶା ଲୋକ ଶୁଣି କଣ କହିବେ? ଦୟାକରି କାଞ୍ଚ, ପିଲା ଦୁଇଟାକୁ ଦୟାକରି, ମୋ ଭୁଲ ପାଇଁ ମୁଁ ତୁମ ପାଖରେ ହାତ ଯୋଡୁଛି। ଆରେ ଥାଉ ଥାଉ ବା ଥାଉ, ଏତେ ଦରଦ ଆଉ ତମର ଦେଖେଇବା କିଛି ଦରକାର ନାହିଁ। କାଞ୍ଚ ତମରି କଥା ଶୁଣି ମୋ ହୃଦୟକୁ ଏବେ ମୁଁ ପାଣି ଭଳିଆ ତରଳ କରିଦେଲି। ତମ ପୁଅ ବୋହୂକୁ ମୁଁ ବନ୍ଦାପନା କରି ଘର ଭିତରକୁ ନେବି, ହେଲେ ଗୋଟିଏ ସର୍ତ୍ତରେ। ସର୍ତ୍ତ? ପୁଣି କି ସର୍ତ୍ତ ଲୋକ? ସର୍ତ୍ତଟା ହଉଛି ତମ ଦି ଜଣଙ୍କ ଭିତରେ ସ୍ୱାମୀ ସ୍ତ୍ରୀର ସମ୍ପର୍କ ରହିବନି। ତମ ଦିଟା ଅଲଗା ଜାଗାରେ ଶୋଇବ। ଲକ୍ଷେ ଟଙ୍କା ଦେଲା ପରେ ଯାଏ ମୁଁ ସେ ନିଷ୍ପତ୍ତି ନେବି। କଥାରେ ଯଦି ତମେ ମାନେ ରାଜି ତାହେଲେ ଘର ଭିତରକୁ ଚାଲ, ଆଉ ତା ନହେଲେ ତମେ ମାନେ ଏ ଘରୁ ବାହାରି ଯାଇପାର। এইটা গোটাଏ ଭଲ କଥା ହେଲା। ଏ ଅଳଗା, ଯଦି ସେ ସୁଖ ପାଇବୁ ତାହେଲେ ଏ ସୁଖ ନାହିଁ, ଆଉ ଯଦି ଏ ସୁଖ ପାଇବୁ ସେ ସୁଖଟା ନାହିଁ ରେ ଅଳଗା। ଅଳଗା, ମୁଁ ଭିତରେ ଅଛି, ନିଷ୍ପତ୍ତିଟା ଟିକେ ଶୀଘ୍ର ଜଣେଇବ ହେଲା। ଆସୁଛି ଅଳଗା, ଶୀଘ୍ର ଶୀଘ୍ର ଟିକେ ଜଣେଇବ। କାଲି ଆସିବେ ବାହା ହୋଇ ମଉଜ କରିବାକୁ। ଏଇଟା ଯେମିତି ଗୋଟେ ଧର୍ମଶାଳା। ଠିକ ମୋ ଜୀବନ, ଠିକ ସାତ ପଣିଆ, ଏତେ କଷ୍ଟ ଯନ୍ତ୍ରଣାରେ ମୁଁ କାହିଁକି ବଞ୍ଚି ରହିଛି ମୁଁ ନିଜେ ବି ବୁଝିପାରୁନି। ତମେ ମାନେ ଏ ଅସହାୟ ବୁଢ଼ା ଲୋକଟାକୁ କ୍ଷମା କରିଦେବ ରେ। ପାରିଲିନି ତମମାନଙ୍କ ପାଇଁ ଖୁସି ଟିକେ କିଣିବାକୁ। ମୁଁ ଆଜି ଅକ୍ଷମ, ମୁଁ ଆଜି ଅପାରଗ। ଥାଉ ବାପା, ନିଜକୁ ଆଉ ସ୍ୱୀକାର କରନି। ତମେ ସିନା ମତେ ଜନ୍ମ ଦେଇଛ, ହେଲେ ମୋ ଭାଗ୍ୟ ତ ଉପର ବାଲା ଲେଖିଛି। ତାକୁ ବଦଳେଇ ଦେବାର ଶକ୍ତି କାହାର ଅଛି ଯେ? ହେଲେ ମୁଁ ବହୁତ କଥାରେ ରାଜି। କାହିଁକି ନା ସନ୍ଧ୍ୟାକୁ ସ୍ୱାମୀ ସୁଖ ପାଇବା ଅପେକ୍ଷା ଏ ଘରର ବହୁର ସ୍ୱୀକୃତି ମିଳିବାଟା ସବୁଠାରୁ ବଡ଼ କଥା। ମୋ ବାପା ମା ମୋର ଦେଇଥିଲେ ସନ୍ଧ୍ୟା, ଏମିତି ସେଇ ସନ୍ଧ୍ୟାରେ ସିଏ ଶେଷ ହେଇଯାଏ। ନିଜ ନାଁର ସାର୍ଥକକୁ ମନେ କରି ସବୁ ଦୁଃଖକୁ ମୁଁ ସହିଯାଏ। ଏଇ ଯାଅ, ବୋଉକୁ ତମ ନିଷ୍ପତ୍ତିଟା ଶୁଣେଇ ଦିଅ ତମେ। ଆଲୋ ଏ ବୋଉ, ବୋଉ, ଆଲୋ ଏ ବୋଉ, ତୋ କଥାରେ ମୁଁ ରାଜି ଲୋ ବୋଉ, ତୋ କଥାରେ ଆମେ ରାଜି। ଆମକୁ ଘର ଭିତରକୁ ଯିବାକୁ ଦେ ଲୋ ବୋଉ, ଘର ଭିତରକୁ ଯିବାକୁ ଦେ।
से सब को छाड़ी देले मोर भी गोटे संसार अच्छे ए सब कथा कर तुमको मने पकाई देव पड़ब मो अनुपस्थित जदि किसी हो पारुनी ताले तुम्हें मैनेजर होइछ कौन भाई व्हाट सॉरी अरे सॉरी कहि देले कौन सब प्रॉब्लम सॉल्व होई जिवो जदि कोनोसी प्रॉब्लम सॉल्व करि पारुना ताले कंपनी ताला पकाई दियो एबे कोनोसी परिस्थिति में मु कंपनी भाई सब दे पारिबिनी एटा ही मोर शेष कथा लेट्स कोडी करो और भी बाबूजी ना से किछ रो डॉक्टर बदन नंदिनी को देखि कोन कहले आमे जहाँ आशा करते ताई सत डॉक्टर बठन को कहवा कथा प्रीतम भाई को उपस्थिति ही नंदिनी अपान को मेंटल कंडीशन किंतु सेति पाई किछि चिकित्सा थिबो ना तमे डॉक्टर बदन सहित कथा हुओ से जदि चाहिबे आमे विदेश रु भलो डाक्टर आनिबार व्यवस्था करिबा विदेशी डाक्टर आवश्यक कोनी बाबूजी दरकार करছে प्रीतम भाई डॉक्टर बठन को कहवा कथा प्रीतम भाई को उपस्थिति ही नंदिनी अपन का मेंटल कंडीशन को नॉर्मल करी किंतु मु आशा बहुत कम किंतु मु प्रीतम को उपाय भी कहूठु परिस्थिति को लक्ष्य करी मु सिना नंदिनी जिदिरे मुंड नुआई ता हरे एकमत हेली जे ताकू किए किडनैप करि लेइछि हेले सब किछि तो हमें निज आखिरे देखिछे ना ता परे भी डॉक्टर वर्धन नंदिनी रो प्रीतम रो उपस्थिति केमिति आशा करिसथि सॉरी मिस्टर चौधरी मु टिके आपन को डिस्टर्ब करिया आसिली बताओ कौन डिस्टर्ब करिवे ऑफिसर ए ओंकार नाथ चौधरी ऑलरेडी डिस्टर्ब हे सारी छी जो डिस्टर्ब की कौनसी समाधान रास्ता मध्य नाही कुहंतु ऑफिसर कौन कहया को चाहुछंती कुहंतु आपन को स्टेटमेंट अनुसार इन्वेस्टिगेशन किछि विशेष आगे पारुनी सेति पई नंदिनी देवी को स्टेटमेंट नियाती दरकार कारण प्रीतम बाबू को एमिति किछि गोपनीय कथा थिबो जोटा पत्नी हिसाब रे नंदिनी देवी से सब कहि पारिबे किंतु ऑफिसर वर्तमान समय आपन को किछि भी सहायता कर परिबेनी अपा नाउ हर कंडीशन इज abnormal डॉक्टर वर्धन तो बेस्ट मेंटल डॉक्टर ता माने नुहे जे सब किसी समस्या समाधान हो जदि आपण अनुमति दियंते ताले ए कंडीशन रे मु किछि प्रश्न पचारि बुझि नियंती कारण बेले बेले मनीष नॉर्मल मुंडरे जहा कहबा को संकोच करे अब नॉर्मल अवस्था रे आपे आपे से पार्टी रो सत कथा बाहरी आसे नो 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 असामी पछे धरा न पडू जो घटना को नै मोझियर आज एमिति अवस्था से सत्यता को तागर बारंबार उपस्थापित करी मो झील को व्यस्त विव्रत करने को चाहे ना जो द्वारा से भीषण कष्ट पाउची अफिसर भीषण कष्ट पाउची बाबूजी ठीक कहते अफिसर स्वाभाविक अवस्था फेरी न आसा पर्यंत आपन को अपेक्षा करबा हेले मो बड़ा कौन कम की हेली दे चली आसली बाबा वो ठीक कर ना तोर की तू बेड रेस्ट लेबा उचित थिला रे मा आ बोलो तो चंदा तो का खराब हो गेला नहीं मो प्रीतम सारे केमिति में पड़ करथिबे ए কথা ভাবলা মো দেহ মুড পড়ি যাଉଛି বহুত বড় বেড রেস্ট নতা কাই प्रीतम कोन मो किला स्वामी ना मुदा को किला स्त्री ओहो तू टिका चुप हेलु रे मा ओएला चुबेली मो पाकु देखुछन तो अफिसर या पर भी आपण इच्छा करछंती प्रश्न पचारले सठिक उत्तर पाई दिबे ए तब चुप कर से कोन मत प्रश्न पचारबे मु तांकु प्रश्न पचारबे मत अफिसर मो प्रीतम कोठी अछथि केमिति अछथि से घर को आसना आपण माने मते बोल बोल करी जाइछथि मु पूरा आपण प्रीतम विषय पचारछि मो प्रश्न उत्तर दाउ नाति कहिबो किंतु गोटे कथा मन रखिथिबे इंस्पेक्टर बाबू आपण को आंसर ऊपर मो अपर सुख भविष्य निष्फल करे तो किंतु मिछा कहि का को मिछा सुना देबाटा प्रतारणा आ से प्रतारणा जदी जनकर मरिबा बंचबा ऊपर निर्भर करे ए तो चुप कर मु तो ताको प्रश्न पचार
से उत्तर देबे तू काई मजे डिस्टर्ब करछु कोन ऑफिसर मो प्रीतम केमती अछथि कोउठ अछथि किडनैपर माने ताको कोउठ रखिछथि आपण किछ कहू नाति कहिदिबो मो प्रश्न उत्तर दियंतु अपा आपन तो प्रश्न किछि भी उत्तर देई परबे नहीं इंस्पेक्टर दे परबेनी कोन भाई दे परबेनी बुझली बुझली बा ए थाना हो किडनैपर संगे हाथ मिसै दिछथि सेमिति केमिति नुओ गोटे लोक को सारा डिपार्टमेंट खोज बार कोन बनंती बुझली अपन को टंका दरकार केते टंका दरकार 5000 10,000 बट आई वांट प्रीतम देखंतु मैडम ये सिना हदी जाइले पुलिस ताको खुदी पाइबा को चेष्टा करिवो किंतु प्रीतम बाबू तो दुनिया रे नहाती से मर्डर हेछथि एते साहस तमर पोचे थाउ तो मरिस को अपन मृत बोली घोषणा करछथि एते साहस या बोली तू ताको पर हाथ उठैबू ए करछ बाबा केही नोते एई ऑफिसर बारंबार मो स्वामी मृत बोली कहउछ ता केही नोते बाबा एई ऑफिसर एते साहस तो काढलो फटे दिन चिंचुरा सॉरी ऑफिसर मोझियर एभली व्यवहार पाई मु बहुत दुखित से जानी पारुनी आपण को हाथ उठेबार परिणामटा कौन होई पारे मो झियो को आपण क्षमा करि देबे ऑफिसर मु आपण को पाखरे हाथ जोडुची बाबा तबे केही दाको हाथ जोडछ मु तो बुझी पड़नी तू से कथा बे बुझी पारी बोली रे मां अरे रागिनी बाबा तू आमी चुप भाई के सबटी देखुथबो कोन की घटी जाउची तू कोन बुझी पारुनो बाबा ए अपा कौन सुन अब मो तो पूरा भूली जाइथि को कथा अरे हमें पर तारिणी मंदिर जाइथांती इरे हो तो तले एठी कोन करछे नहीं बाबा तो बाबा कोन कहबे ताकर इच्छा ले से आज मने नंदिनी नर्सिंग होम रे ट्रीटमेंट करछन ताछरा नंदिनी नर्सिंग होम रे नंदिनी ट्रीटमेंट हर वक्त नियाते दरकार नहीं तो ता अपेक्षा तारिणी मां को डाकिले से हो तो प्रीतम को खोज बाहर कर देबे ए ड्राइवर गाड़ी ए गाड़ी गोड़ो तू मते दंडु मते तेरे बाप स्कूटर वाले आ ठीक है हो चल ओ भीषण भाव में लज्जित और अनुतप्त ऑफिसर मु मानुची प्रीतम भाई तार ब्रेन धीरे धीरे आउट और अपर है चली से एमिति हिताहित ज्ञान भूली एमिति गोटे आघात आपन को दबा एक कथा मु केबे चिंता मध्य करि पारि नथिली पारिबे तो ऑफिसर मानविकता मूल्यबोधरे पो झियो को आपन क्षमा करि देबे निमल तमे कथा हुओ मु जाई देखे से आउ किसी अघटन न करिबो ए कथा किए कहिबो आसुची ऑफिसर नमस्कार क्षमा मागुची नहीं निर्मल बाबू क्षमा मागिबा किछि आवश्यक नहीं पुलिस पोशाक देहरे थिले भी आपण भली मु भी जने मनुष्य जहाँ घटी गला ताको सहज भाव में ग्रहण कर एते समय धरी नीरव रहिबार कारण थिला नंदिनी देवी एपरी अवस्था मु आसामी को कौटू खुदी पाइबी तेरे ठीक अच्छी आपण बाटर आगातु मु अन्य बाट देखुची आसुची Oh my God! Now what shall I do? অকান্তর এভাবে অবস্থা যদি ভালো ন হুয়ে তাহলে আগকু আগকু আহুর যে অঘটন মান ন ঘটিব সে কথা কিয়ে কহিব না মতে যেমিতি হোবি অকান্ত সুস্থ করি তাঙ্ক পূর্ব অবস্থাକୁ ফেরে আনিବାକୁ পড়িব तमे कौन भाग्य विधाता
ଛୋଟରୁ ବଡ଼ ହେଇଥାଏ ସେତେବେଳେ ମଞ୍ଜି ପୋତି ଚାରା କରି ପାଣି ଟୋପା ଟୋପା ଦେଇଥିବା ଅତି ଆଦର ଯତ୍ନରେ ସୃଷ୍ଟି କରିଥିବା ମାଳିଟିକୁ ତାର ପରିଚୟ ପଚାରେ ସେତେବେଳେ କଣ ମାଳିଟି ତାର ସୃଷ୍ଟିକର୍ତ୍ତା ବୋଲି ଦାବି କରିପାରିବ? କାହିଁକି ନା ସେଥିପାଇଁ ଅନୁଭବ ଦରକାର ନାହିଁ, ଦରକାର ପଡ଼ିଥାଏ କିଛି ପ୍ରମାଣ। ହେଲେ କଥା କହୁଛ ମୁଁ କିଛି ବୁଝିପାରୁନି। ବୁଝି ନ ପାରିବାଟା ଭଲ, ବୁଝିଲେ ନିଜକୁ କଷ୍ଟ ଲାଗିବ। କୁଆଡ଼େ ଆସିଛ? ତମର କଣ କିଛି ଚିକିତ୍ସା ଦରକାର? କଣ ତମେ ଡାକ୍ତର? ହଁ ମୁଁ ଜଣେ ଡାକ୍ତର ଆଉ ଏ ନର୍ସିଂ ହୋମର ମୁଖ୍ୟ ପରିଚାଳକ ମଧ୍ୟ। ଶୁଣିଛି ଏ ନରସିଂହର ମାଲିକ ଓଙ୍କାରନାଥ ଚୌଧୁରୀ। ହଁ ମୁଁ ତାଙ୍କରି ପୁଅ ଡକ୍ଟର ନିର୍ମଳ ଚୌଧୁରୀ। କଣ ତାଙ୍କ ନିଜ ରକ୍ତର? ସେ କଥା ଜାଣିବା ତମର କଣ ଦରକାର? ଶରୀରେ ତୁମକୁ ବଞ୍ଚିବାର ରାସ୍ତାର ଦେଖାଇ ଦିଅନ୍ତି। କିନ୍ତୁ ମୁଁ ମରିବି କାହିଁକି? ଚୌଧୁରୀ ବାବୁଙ୍କ ବଡ ଜୟୀ ପ୍ରୀତମ ମର୍ଡର ହେଲେ କାହିଁକି? ତାଙ୍କ ମର୍ଡର ସାଥିରେ ମୋର କଣ ସମ୍ପର୍କ? ନାହିଁ କେମିତି? ଚୌଧୁରୀ ବାବୁଙ୍କ ବଡ ଝିଅକୁ ପାଇ ପ୍ରୀତମ ବାବୁ ମରିଗଲେ। ଆଉ ମୁଁ ଶୁଣିଛି ତମେ ତାଙ୍କର ସାନ ଜୟୀ ହବ। ଆଉ ସାନ ଜୟୀ ହବ ତ ମରିଯିବାର ଲକ୍ଷଣ। ତମେ ନା 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 ନା, ମୁଁ କିଛି ନୁହଁ, ମୁଁ ତ ଗୋଟେ ଭିକାରୀ ପାଗଳ। ଯିଏ ମର୍ଡର କରିଛି ତା ପଛରେ ପୋଲିସ ଲଗେଇ ଦିଅ। ବଡ଼ ଆଶ୍ଚର୍ଯ୍ୟ, ବଡ଼ ଅଦ୍ଭୁତ ଲୋକ ଇଏ। ଏତେ କଥା କଣ ପାଇଁ କହିଗଲା? ନା ମତେ ଏ ଲୋକ ବିଷୟରେ ଇନ୍ସପେକ୍ଟର ସମରେଶ ବାବୁଙ୍କୁ ଖବର ଦେବାକୁ ପଡିବ। ହୁଏତ ପ୍ରୀତମ ଭାଇଙ୍କ ମର୍ଡର ବିଷୟରେ କିଛି ଜାଣିଛି, ନଜର ନିଜେ ପ୍ରୀତମ ଭାଇଙ୍କୁ ମର୍ଡର କରିଛି। ଶୁଣ ବୋଉ, କାହିଁକି ଏମିତି ବୋ ବୋ ହେଇ କୁକୁର ଭଳିଆ ମୋ ପଛରେ ଗୋଢିଛୁ କହିଲୁ? କାହିଁକି ଗୋଢିଛୁ? କଣ ନା ଔଷଧ ପାଇଁ 500 ଟଙ୍କା ହେଲେ ହେଲା, ଇଏ ମତେ କହୁଛି 1,00,000 ଟଙ୍କା। ଅପରେସନ ପାଇଁ 1,00,000 ଟଙ୍କା ମୁଁ କୋଉଠୁ ଆଣି ତତେ ଦେବି? କିଛି ଜମି ବିକ୍ରି କରିଦେ, ନଚେତ କୋଉଠି ବନ୍ଧା ପକେଇଦେ। ତାପରେ ମୁଁ ଯାଇ ଦୁଆରେ ଦୁଆରେ ବୁଲି ଭିକ ମାଗିବି? ତୁ ସେଇଆ ଚାହୁଁଛୁ ନାଇଁ? ମାମୁଁକୁ କହି କିଛି ଗୋଟେ ବ୍ୟବସ୍ଥା କର। ମାମୁଁ ହାତରେ ତୁ ଟଙ୍କା ଗୁଡାକ ଜମେଇ ରଖିଛୁ, ମାମୁଁକୁ ମାଗିଲେ ସେ ତତେ ଦେଇଦେବେ। ଆଉ ହେଲେ ବାପା ଯେମିତି ଯନ୍ତ୍ରଣାରେ ଛୋଟପଟ ହଉଛନ୍ତି, ତାଙ୍କୁ ତୁରନ୍ତ ନେଇ ମେଡିକାଲ ଯିବାକୁ ହବ। ବାପା ପାଇଁ ତୋର ଯଦି ଏତେ ଦରଦ ଉଛୁଳି ପଡୁଛି, ତାହେଲେ ଯାଉନୁ ବାପାକୁ ମେଡିକାଲ ନେଇଯା। ତୋ ହାତଟାକୁ ବାପା ଛାତିରେ ଲଗେଇ ଦବୁ, ତାପରେ ତୁ ମରିବୁ। ମୋର ସଫା କଥା, ଜମି ବିକ୍ରି ହବନି କି ବନ୍ଧା ପଡିବନି, ନହେଲେ ଘରେ ମୁଁ ପ୍ରଳୟ କରିଦେବି। ପ୍ରଳୟ ସିଏ ପରା ଆମ ବାପା ରେ ପୁଅ ହୋଇ କଣ ବାପାଙ୍କ ପାଇଁ ଏତିକି ତୋର କର୍ତ୍ତବ୍ୟ ନାହିଁ? କର୍ତ୍ତବ୍ୟ କରିବାକୁ ଯାଇ ମୁଁ କଣ ଗଛ ମୂଳକୁ ଯିବି? ତାଛଡା ମୋ ପୁଣି ନିଜର ଭବିଷ୍ୟତ ଅଛି ନା ନାହିଁ? ବାପା ଆସି ବୁଢା ହେଲେଣି, ଖୁବ୍ ବେଶୀରେ ଆଉ 2-4 ବର୍ଷ ବଞ୍ଚିଥାନ୍ତେ, ନହେଲେ 2-4 ଦିନ ଭିତରେ ମରିଯିବେ। ସେଇଟା ଏଇ ଘଡ଼ିଏ ଭିତରେ ମରିଯାଆନ୍ତେ, ଏଇ ଘଡ଼ିଏ ଭିତରେ ମରିଯାଆନ୍ତେ, ମୁଁ ଟିକେ ଶାନ୍ତି ପାଆନ୍ତି। ହାତରୁ ଶଙ୍ଖା ଭାଙ୍ଗି ମୋ ଠାରୁ ସିନ୍ଦୁର ପୋଛି ଏ ଧଳା ଶାଢୀ ପିନ୍ଧନ୍ତି ପଛେ ସବୁ ଦୁଃଖ ଯନ୍ତ୍ରଣାରୁ ମୁଁ ମୁକ୍ତି ପାଇଯାଆନ୍ତି। ତୁ ଏମିତି କଥା ତ ତୁଣ୍ଡରେ ଧରି ପାରୁଛୁ? ହଁ ଧରି ପାରୁଛି, ତୁଣ୍ଡରେ ଧରି ପାରୁଛି। ଏମିତି ଅପାରଗ ସ୍ୱାମୀ ବଞ୍ଚିଥିବା ଅପେକ୍ଷା ମୁଁ ବିଧବା ହେଇ ରହିବାଟା ଉଚିତ ମନେ କରୁଛି।
ନହେଲେ ମୁଁ କହିବି ତୁ ମଣିଷ ନୁହଁ ତୁ ହଉଛୁ ଗୋଟେ ରାକ୍ଷସ ନାରୀ ନୁହଁ ତୁ ଗୋଟେ ନର୍କ ତୁ ପତ୍ନୀ ନୁହଁ ତୁ ହଉଛୁ ପିଶାଚୀ ତୁ ମୋ ବାପାଙ୍କର ସ୍ତ୍ରୀ ନୁହଁ ସ୍ତ୍ରୀ ନାଁରେ କିଣା ହୋଇଥିଲା ଗୋଟାଏ ରକ୍ଷିତା ମାର ଭଲ ଯିବା ମାର ବୋଉ ଆହୁରି ମାରି ମାରି ମତେ ରହୁ ଲୁହାର କରିଦେ ହେଲେ ବାପାଙ୍କ ଅପରେସନ ପାଇଁ ତୁ ମତେ ଟଙ୍କା ଦେଲ ବୋଉ ବଡ ଧରୁଛି ତୋ ମୁହଁକୁ ଟିକେ ଲାଜ ସରମ ନାହିଁ ନା ବର୍ଷ ବର୍ଷ ଧରି ବୋପା ପୁଅ ଦିଟା ଯାକ ଏ ଘରେ ରହି ପୋଷି ହଉଛ ସେଥିରେ ପୁଣି ଆଉ ଗୋଟେକୁ ଘରେ ଆଣି ପୁରେଇଛ ଯୌତୁକ ବାବଦକୁ ଲକ୍ଷେ ଟଙ୍କା ଦବା ତ ଦୂରର କଥା ରୋଜଗାର କରି 100ଟା ଟଙ୍କା ବି ମତେ ଦଉନୁ ଆଉ କୋଉ ଅକଲରେ ମୋ ଗୋଡ଼ ଧରି ଟଙ୍କା ମାଗୁଛୁ ବେ କୋଉ ଅକଲରେ ଟଙ୍କା ମାଗୁଛୁ ତା ନହେଲେ ବାପା ମରିଯିବେ ଲୋ ତାଙ୍କର ମରିଯିବା ଉଚିତ ଶିଶିର ନାଇଁ ରେ ଶିଶିର ତୁ ସେଭଳି କଥା କହନା ମା ଦୁଇଟା ହେଲେ ବାପା ତ ଜଣେ ନା ମୋ ବୋଉକୁ ପିଶାଚୀ କହିବୁ ରାକ୍ଷସୀ କହିବୁ ନର୍କ କରିଦେଇ ମୋ ବାପାର ରକ୍ଷିତା କରିଦେବୁ ନାଇଁ ରେ ଶିଶିର ବୋଉ ସେମିତି କହିଦେଲା ବୋଲି ଡାକରୁ ମୋ ପାଟିରୁ ସବୁ କଥା ବାହାରି ଆସିଲା ଆଉ ମୁହଁର କଥାରେ କଣ ସତ ସମ୍ପର୍କ ବଦଳିଯିବ ମୁଁ କିନ୍ତୁ ବଦଳି ଯିବାକୁ ଚାହୁଁଛି ତୋ ବାପା କେବଳ ତୋର ଆଉ ମୋ ବୋଉ ଏକା କେବଳ ମୋର ଏମିତି ତୋ ବାପା ପଛରେ ଟଙ୍କାଟା ଖର୍ଚ୍ଚ କରିବାକୁ ମୁଁ ଇଚ୍ଛା କରୁନି ତୁ ଇଚ୍ଛା କରିବାକୁ ବାଧ୍ୟ କାରଣ ଏ ଘର ଜମିବାଡି ଉପରେ ତୋର ଯେତିକି ଅଧିକାର ଅଛି ମୋର ବି ମଧ୍ୟ ସେତିକି ଅଧିକାର ଅଛି ତୁ ସପନ ଦେଖୁଛୁ କି ରେ ତୁ କଣ ଜାଣିନୁ ଏ ଘରର ଜମି ବାଡ଼ି ଘର ଢିଅ ସବୁ କିଛି ମୋ ନାଁରେ କବଲା କରିସାରିଲା ପରେ ଯାଇ ମୁଁ ଏ ଘରକୁ ଆସିଛି ସେ କଥା ଭୁଲି ଗଲୁଣି କି ମନେ ଅଛି କିନ୍ତୁ ସେ କବଲାକୁ 2 ଭାଗ କରି ମୋ ପ୍ରାପ୍ୟ ମୁଁ କେମିତି ପାଇବି ସେ କଥା ମତେ ଠିକ ଜଣା ଅଛି ତା ପୂର୍ବରୁ ମୁଁ ତତେ ମୁକ କରିଦେବି ମୁକ ହୁସିଆର ଆଉ ଗୋଟେ ମହାଭାରତ ସୃଷ୍ଟି କରିବାକୁ ଇଚ୍ଛା କରନା ଧ୍ୱଂସ ହୋଇଯିବୁ ତୁ ମୁଣ୍ଡ ତଳକୁ କରି କଥା କହ ମୁଣ୍ଡ ତଳକୁ କରି କଥା କହ କହୁଛି ତା ନହେଲେ ତତେ ଏ ଘରୁ ବାହାର କରିଦେବାକୁ ମତେ ବେଶୀ ସମୟ ଲାଗିବ ମୁଁ ମଧ୍ୟ ତତେ କହୁଛି ସମୟ ପଳେଇ ଯାଇନି ଆଖିରେ ଅନ୍ଧ ପୁଟୁଳି ବାନ୍ଧି କାନ୍ଧାରି ହବା ଅପେକ୍ଷା ତୁ ମା କୁନ୍ତି ହୋଇଯା ଏଥିରେ ଆମ ସମସ୍ତଙ୍କର ମଙ୍ଗଳ ହବ ଭଲରେ କହୁଛି ପାଟି ଚୁପ୍ ହେଇଯା ତା ନହେଲେ କଣ କରିବୁ ହାତ ଉଠେଇ ମାରିବୁ ମା ବଡ ଭାଇକୁ ତୁ ତା କରି କହୁଛୁ ତାପରେ ହାତ ଉଠେଇ ମାରିବାଟା ତୋ ପାଇଁ କୋଉ ନୂଆ କଥା ହେଇଛି ଯେ ହେଲେ ଏଇଟା ତୋର ଭୁଲ ଏଇଟା ହଉଛି ତୋର ଶିକ୍ଷା ପାଠ ପଢି ତୁ ମଣିଷ ପାଲଟିନୁ ଅମଣିଷଟେ ପାଲଟି ଯାଇଛୁ ତୁ ହଉଛୁ ବୋଉର ବୋଲ କରା ବେଇମାନ କୁକୁର
ଶୁଣ ମା ମୁଁ କହୁଛି एते जदि तो बापा को बचे रखिबार इच्छा ताहले तोर माई किना ताकू नहीं भड़ारे लगई दे बहुत टंका पाई जिवो कौन कहिलो तू कौन कहिलो बेसी गर्जन करे माई किया को स्वामी सुख दे पानु माई चाहई मो जाके घरे पड़ी होइछु पुरी तोर देखलछु शीघ्र जाई तो तू चौथो टंका दाखल कर ता नहले तोर माई किया को नहीं बाहर को टंका वसूल कर देबी संध्या सब मु बुझुची हेले मु आज असहाय मो पर गोपनिया जोगो आम स्वामी स्त्री रो संपर्कता आज बासी फुलटे परी मोड़ी जाइछि तानले ओ ओते क्षमा करि दियो निज पति पाखरे निजको छोट करे मते एमिति अपराधी सजेई दियोनी एमिति तमे को सुख शांति अछ जे मो तम पाखरे अड़ी परिबी आबे पूरा दुख दरियारे दोही बसिछे ए पार होई गले आबे सुख पाइबा नहले आबे उभय मरि जीवा एबे बाबा सब कथा चिंता न करी बाबा सब कथा चिंता करो
କିଛି ତ ସୋର ଶବ୍ଦ ଶୁଣା ଯାଉନି ତା ମାନେ କୀର୍ତ୍ତନ ଭାଇ କଣ ରାଜଧାନୀ ଚାଲିଗଲା ନା କଣ ଦେଖିଲ ବୋଲା ମୁଁ ଏବେ କଣ କରିବି କେତେ ଆଶା ନେଇ ଆସିଥିଲି ତା ମାନେ ମୋ ଆଶା କଣ ଆଶାରେ ରହିଯିବ କୀର୍ତ୍ତନ ଭାଇ କୀର୍ତ୍ତନ ଭାଇ ଏ କୀର୍ତ୍ତନ ଭାଇ ସଳା କୁହାଟ ଉପରେ କୁହାଟ ମାରିଛ ଶ୍ରେଷ୍ଠ ପିନ୍ଧିବିନି ଆଉ କଣ ତୋ ପାଖକୁ ଲଣ୍ଠୋଳା ହୋଇକି ତୁ ଏମିତି ହି ହି ହୋଇ ହସୁଛୁ କଣ ପାଇଁ କୀର୍ତ୍ତନ ଭାଇ ମାନେ କଥା କଣ କି ମୁଁ ନା ମୁଁ ତମର ଗୋଟାଏ ଜିନିଷ ଦେଖିଦେଲି ମୋର ତ କାହିଁ ସେମିତି କିଛି ଦେଖାଯାଉନି ତୁ ଦେଖିଲୁ କଣ ଓ ସେ କଥା ଛାଡ଼ ଏଇ ମୁଁ ଯୋଉ କଥା ତମକୁ କହିଥିଲି ସେ କଥା ତମେ କେତେ ବୁଝିଲ ମତେ ଆଗ କହିଲ ତୁ ଆଗେ ମତେ କହ ମୋର କଣଟା ଦେଖିଲୁ ମୋର ପଲିସିଆ ଜିନିଷଟି ଯଦି ଦେଖିଥିବୁ ତାହେଲେ ତ ତତେ ଟଙ୍କା ଦେବାକୁ ପଡିବ ନା ମୁଁ ପୁଣି ଟଙ୍କା ଦେବି କାହିଁକି ମୁଁ ପୁରା ପୋଲିସ ଚାକିରି କରିବି ଇଲୋ ହୋମ ଗାର୍ଡକୁ କିଏ କେବେ ପଲିସି କୁହେ କୁକୁଡ଼ା ଭିତରେ ବ୍ରଏଲର ଯାହା ପଲିସି ଭିତରେ ହୋମ ଗାର୍ଡ ଓ ସେ ଯାହା ବି ହେଇଯାଉ ହେଲେ ମୋର ହୋମଗାର୍ଡ ଚାକିରି ଦରକାର ଇରେ ତୋର ପୁରା ସାଇଜ ଠିକ ନଥିଲା ବୋଲି ତତେ ରିଜେକ୍ଟ କରିଦେଲେ ଫେରି ଆସିଲୁ ତୁ ପୁଣି ମତେ ଆସି କହୁଛୁ କଣ କୀର୍ତ୍ତନ ଭାଇ ମୋ ତମେ ବୋଧେ ଜାଣିନ ଆଉ ଏ ବୁଝିଲ କି ୟା ଭିତରେ ମୋ ସାଇଜ ପୁରା ରେଡି କରିଦେଇଛି ବୋଲି ମୁଁ ତମକୁ ଖବର ଦେଇଥିଲି ନା ଦେଇଥିଲି ନା ହେଲେ ତମେ କଣଟା ବୁଝିଛ କହିଲ ହଉ ସେ କଥା ବି ଛାଡ଼ ଚାଲ ଆଜି ଆମେ କଟକ ଚାଲିଯିବା ଆଲୋ ମରିବୁ ନା କଣ କାହିଁକି ବା ଇରେ ସେଠି ତ ତଳରୁ ଉପର ଯାଏ तो साइज को टेस्ट जदि ओभर साइज कर दियंती कोन होबो तो ओसा चिंता करि एई देखिलो भला इरे बाबा सिए तो कि मते टेस्ट न करबे ताले मते चाकरी देबे केमिति ताहाले तू मो पाखु कोन करि आसी ता माने तमे कोन प्रथमे मो साइज मापिबो ना कोन मु प्रथमे देखि आउ से सभी ना मोर रेकमेंड ऊपर तो चाकरी निर्भर करी ए सब बढ़िया ना टिकन भाई ए तमे अब देरी करनी ए जी मोपा मोपी सब करो मो साइज माप लियो जल्दी आता लो मुझे कपटा तू बंद कर दिया से ए रो तमे पूरा मो साइज माप नबो आ तापरे मते तो एठी लुका बुटा खोलिबा को पड़िबो लुका बुटा काई खोलिबो तो कोन मोरे माटिया हल को नै पिंदिबु गोपा मोर घरे नाही जदी सोला आसी देखे कोन हबो तो अवस्था चिंता करिजो चितल भाई कथा कोन की सेतर को मु जाइसली हला से माने पूरा मो लुका बटा खोला खोली करी मोटू मापो नेइतिले हां सेईटा भी हबो किंतु एठी नुआ आउ राजधानी रे हबो एठी लुका बटा थाई तोर मोपा जाई पारे ता माने तमे कोन फितारे मपा मपी करबो ना कोन इरे फिता कोन हबो मोर कोन हाथ नाही सला ये पड़ा मोर पोलिसिया सेंटीमीटर रु वर्ग मीटर जाए अच्छा सब एई 5 अंगुली हाथ रे लेखा ये सते ना कोन ता माने तमे हाथ रे मो साइज मापी
କେମିତି ସାଇଜ ପରଫେକ୍ଟ କରିବାକୁ କେତେ ପ୍ରାକ୍ଟିସ କରିଛୁ କି? ନାଇଁ ସେ କଥା ନୁହେଁ ଯେ ମୁଁ କଣ କହୁଥିଲି କି ମୋର ଟିକେ ଖର ଦୋଷ ଅଛି ଆଉ ତମ ହାତ ଯଦି ବାଜିବ ରିଟର୍ନ ମାଇଲ ଆପେ ଆପେ ପରା ମୋ ଲୁଗାପଟା ଖୋଲିଯିବ। ଯାସରା ये पूरा करप्शन एक्ट नो लिमिट सेक्सुअल एक्टिंग फ्री स्टाइल ए सुन मोना टिटन तीरे टिपी टिपी डोरे टपर आउ नरे नई नई समान नई नई टिपी टिपी टप टप मु करबी ओनली लिप्स टच नबी सुई डबी सी ଦାନ୍ତ ପଡ଼ିଗଲା ଆଉ ଡେରି କାହିଁକି କରୁଛ ଯେ ତମେ ମୋ ବଡିର ଯୋଉଠି ଟଚ୍ କରିବା କଥା କରୁନ। ତାହେଲେ ତୋ ଠୋଟା ଟିକେ ମୋ ଠୋ ପାଖକୁ ବଢେଇ ଦବ। ଓକେ ଓକେ କିଶନ ଭାଇ ମୁଁ ତାହେଲେ ପଢ଼େଇ ଦଉଛି। ये बासना करे ମୋ ଘର ଭିତରୁ ଆସୁଛି। ମରିଯିବା ପରେ ଏ ବାସ ତ ମୋ ପାଇଁ ସାତ ସପନ ହେଇଯାଇଛି। ହଠାତ୍ ବାସନା ମୋ ଘରୁ ମିଠା ଟିକେ ବି ପାଟିରେ ବାଜିଲାନି। ତେନ୍ତୁଳି ଖଟା ପଳାଏ ପାଟିରେ ଭର୍ତ୍ତି ତାମାନେ ତମେ ତାହେଲେ ମତେ ଟଚ୍ କରିବନି? ସବୁ ହବ ସବୁ ହବ ଆରମ୍ଭରୁ ଶେଷ ଯାଏ ସବୁ ରାଜଧାନୀର। କିରେ କିଏ ଗୋଟେ ମୋ ଘର ଭିତରକୁ ଗଳି ଯାଇଛି କିରେ? ଅତର ଶୀଘ୍ର ତୋ ସାଇଜକୁ ଲୁଚେଇ ପକା ନହେଲେ ମୁଁ ମାପିବା ଆଗରୁ ମୋ ବୋପା ଶଳା ତତେ ମାପି ଦବ। ମଲା ତମେ କଣ ଜାଣିନ କି କିସିପୁର ଗାଁର ଶଳା ଏଇଟା ତ ଗୋଟାଏ କିଳା। ଟିଟନ ଆଜ୍ଞା ନାଇଁ ନାଇଁ ତୁ ଏତେବେଳେ ଯାଏ ରାଜଧାନୀ କାହିଁ ଯାଇନୁ ମତେ ଆଉ କେମିତି ଯିବି? ଚିଳାଟା ଆସି ପହଞ୍ଚିଗଲା। ବାପା ଲୋ ବାପା ତାପରେ ତମେ ବି ଆସିନଥିଲ। ନାଇଁ ଆଉ କଣ ଏ କିଳାକୁ ଘର ଭିତରେ ରଖି ଦେଇ ଯାଇଛନ୍ତି? ହଉ ହେଲା ଟିଟନ ଆଜ୍ଞା ମୁଁ ଆସିଗଲି ମାନେ ଏ କିଳା ଆପେ ଆପେ ବାହାରି ଯିବ। ଆଉ ତୁ ଡେରି କରୁଛୁ କାହିଁକି? ଯା ଯାରେ ବେଟା ଏଥର ଯା ଯା। ବାପା ଲୋ ଓଲୋ ଏ କିଳା ପୁରା ପୋଲିସିଆ ହେଇଆ। ଏ କିଳା ତୁ ଏଇଠି ଥା ଘର ଭିତରୁ ଟୋପିଟା ପିନ୍ଧି ଆସେ ସାଥୀ ହୋଇଯିବା। ବଡ ଅଜବ କଥା ମୁଁ ତଳି ଅତର ହେଲେ ବାସନା ଡାକିଥିଲେ ଅବଶ୍ୟ ମୁଁ ଚଳେଇ ଦେଇଥାନ୍ତି ହେଲେ ଏଇ କିଳା କିଳା ବୋଲି ଡାକୁଛନ୍ତି କାହିଁକି? କିଲୋ ସେଇ ବାସ ତ ଏକ ପ୍ରକାର କିଳା। କିଲୋ ତୋ ବାସନାକୁ ଶୁଙ୍ଘି ଶୁଙ୍ଘି ତମ ଗାଁ ଟୋକା ଗୁଡାକ ତମ ଘର ଆଗରେ ଭିଡ଼ ଜମେଇଲେ ବୋଲି ତୋ ବାପାକୁ ପରା ତମ ଗାଁରେ ନିଆଁ ପାଣି ବାସନ୍ଦ କରିଛନ୍ତି। ନାଇଁ 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 ତୁ ପୁଣି ମୋ ଘର ଭିତରକୁ ପଶି ଆସିଛୁ ମତେ ଅପରିଷ୍କାର କରିବାକୁ ନୁହଁ। ନାଇଁ ମ ଆସିଥିଲି ଟିକେ ଟିଟନ ଭାଇଙ୍କ ସାଙ୍ଗରେ ଦେଖା କରିବାକୁ। କଣ ପାଇଁ? ନାଇଁ ନାଇଁ ତା ପାଖରେ ତୋ କାମ କଣ? ନାଇଁ ମାନେ କଥା କଣ କି ହଁ, ହଁ। ମୁଁ ଟିଟନ ଭାଇଙ୍କ ସାଙ୍ଗରେ ହଁ। ଆଜି ରାଜଧାନୀ ଯାଇଥାନ୍ତି। ଠିକ ଅଛି ରାଜଧାନୀ ଯାଇଥାନ୍ତୁ ତୁ? ତମେ କିଛି ଜାଣିନ କି ନା। ମୁଁ ପୁରା ହୋମଗାର୍ଡ ଚାକିରି କରିବି ସେଇଥିପାଇଁ ମୁଁ ପରୀକ୍ଷା ଦେବାକୁ ଯିବି।
करी काई से राजधानी देखबो एठी मते तू परीक्षा दउनु मु एकुटिया लोकटा एडी राती 10टा रु पूरा भोर 6टा पूरा 8 घंटा मो घर जगिबु आ मु तते कोन दरमा देबिनी ना सेमिति हबनी मोर परमानेंट चाकरी दरकार पर 24 घंटा 24 घंटा नुहलो सारा जीवन भाई हौ हेला तो लगे मु परमानेंट कर देबी और तू खाली राजी हेले टिके हेला हेले तुम घर जदि अपरिष्कार हबो हौ रे प्रीति पुरो तोर मते प्रीति देबो सफा करियार व्यवस्थाटा मु करबिनी ओहो तमे करिव जे हेले मु पराली प्रीतिपुर उत्तर ए प्रीतिर बास्ना रे जदि टोका गुडाक तम घर आगे भिड़ जमांती जो मो दुपर बाय नहीं सेई मालको घोड़ेगा पई मु मो घर आगे दीटा कुकुर रखि देबिनी तम गाँ लोक तुमको जदि बाछंद कर देबे जदि करती ताले मते परवालाटा बाहाय गडी तमे मते ए बयस रे बा हबो अयो तम मुंह गुटके लाज शरम नहीं सी किलो नहीं तू बयस रो कोन पाइबू तोर परमानेंट दरकार मु भी परमानेंट तोर कर दे ठीक ताले तम पुओ सहित मोर बाहागर कामटा कर दउ न किरे हेइटा सळा पडा नई नई टिपी टिपी टको टको हेइटी मु एउती गुंजन नई नई गुरुंडी हां एमिति जाबुडी धरिबी जे पुराता जेमिति फेविकल उठा बा हेपी हो तमो हेला कहूची तमे फेविकल नुह बरम कुआ साली हरे लागिले खाली तुझे कांडी बसिना बापालो गलु बंद हबनी चलो आमे जीवा रो तू ता साथरे काई जबो सिए तारे का जाउनी मला मु एका केमिति जीबी से चाय पता चला। पूरा तांको संगरे जीबी राजधानी को राज नंदिनी हवा को कीर्तन भाईलो ए पूरा काम कोन मिलियो कहलो चालू न चलो ये सोला या को ভিতরে এতে বড় একটা ঘটনা ঘটিলা কেতে বেলে না এ বন্ধন মতে ছিড়েবাকু পড়িব নলে সোলা ওলটা কিয়া মোর কিয়ে সবাই